ଜଟଣୀ ନିର୍ବାଚନ ମଣ୍ଡଳୀର ଉତ୍ତର ଖୋର୍ଦ୍ଧା ଜୋନ୍ ଅନ୍ତର୍ଗତ ଓଇଲ କିଶନନଗର ମା ଅଁଳେଇଙ୍କ ପୀଠରେ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ସୁଜିତ ବଳବନ୍ତ ରାୟଙ୍କ ନେତୃତ୍ୱରେ ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ବଳବନ୍ତ ରାୟ ନିଜ କର୍ମୀମାନଙ୍କ ସହ କୁମାରବସ୍ତସ୍ଥିତ ଶ୍ରୀ ଲୋକନାଥ ଦେବଙ୍କ ପୀଠରୁ ଏକ ବାଇକ୍ ଶୋଭାଯାତ୍ରା କରି ଓଇଲ କିଶନନଗରସ୍ଥିତ ମା ଅଁଳେଇ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଏକ ସମାବେଶର ଆୟୋଜନ କରି ଉପସ୍ଥିତ ଥିବା ସ୍ଥାନୀୟ ଜନତା ଓ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଜିତିବାର ଦମ୍ଭୋକ୍ତି ଦେଖାଇଥିଲେ। ଜଟଣୀ ନିର୍ବାଚନ ମଣ୍ଡଳୀ ରାଜଧାନୀ ଭୁବନେଶ୍ୱର ଅନତି ଦୂରରେ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏ ଅଞ୍ଚଳର ଉନ୍ନତି ସଠିକ୍ ରୂପେ ହୋଇପାରେ ନାହିଁ। ଏଠାରେ ବହୁ ବର୍ଷ ଧରି କଂଗ୍ରେସ ଓ ବିଜେଡିର ବିଧାୟକ ପ୍ରାର୍ଥୀ ଜିତି ଆସୁଥିବା ବେଳେ ସେମାନେ ଅଞ୍ଚଳ ପାଇଁ ବିଶେଷ କିଛି କରିପାରି ନାହାନ୍ତି। ତେଣୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକେ ତାଙ୍କୁ ସମର୍ଥନ କଲେ ସେ ନିଶ୍ଚିତ ବିଜୟ ହେବେ ଏବଂ ଜଟଣୀବାସୀଙ୍କ ସମସ୍ୟାକୁ ସଠିକ୍ ରୂପେ ବିଧାନସଭାରେ ଉଠାଇ ପାରିବେ। ଜଟଣୀର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ଏବଂ ନିଯୁକ୍ତି ସମସ୍ୟା ତାଙ୍କର ମୁଖ୍ୟ ନିର୍ବାଚନ ମୁଦ୍ଦା ରହିଥିବା ବେଳେ ସେ ବିଧାୟକ ହେଲେ ନିଶ୍ଚିତ ରୂପେ ଏହିସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ଅଞ୍ଚଳ ଯୁବପିଢ଼ି ନିଯୁକ୍ତି ନ ପାଇ ନିଶା କବଳିତ ହୋଇ ପଥଭ୍ରଷ୍ଟ ହୋଇଯାଉଛନ୍ତି। ତେଣୁ ଏ ଅଞ୍ଚଳକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରି ଏ ଅଞ୍ଚଳରେ ଗଢ଼ି ଉଠିଥିବା ବିଭିନ୍ନ ଶିଳ୍ପ ତଥା ଜାତୀୟ ପ୍ରତିଷ୍ଠାନରେ ସ୍ଥାନୀୟ ଯୁବବର୍ଗଙ୍କ ନିଯୁକ୍ତିକୁ କିପରି ଅଗ୍ରାଧିକାର ଦିଆଯିବ ସେ ସମ୍ପର୍କରେ ସରକାରଙ୍କ ପାଖରେ ଦାବି ରଖିବେ। ଏହି ସମାବେଶରେ ଟାଙ୍ଗିଆପଡ଼ା ପଞ୍ଚାୟତର ଶତାଧିକ ମହିଳା ଓ ବୟସ୍କ ବ୍ୟକ୍ତି ଯୋଗ ଦେଇ ସେମାନେ ଏଥର ଜଟଣୀରେ ପରିବର୍ତ୍ତନ ଚାହାନ୍ତି ଏବଂ ପୁରୁଣା ବିଧାୟକମାନଙ୍କୁ ଛାଡ଼ି ନୂଆ ପ୍ରାର୍ଥୀଙ୍କୁ ଜିତାଇବାକୁ ମନ ବଳାଇଛନ୍ତି ବୋଲି ମତ ଦେଇଥିଲେ। ମୋ ନାଁ ତୁଷାରକାନ୍ତ ଛୋଟରାୟ, ମୁଁ ନଅପୁଟ ବାସିନ୍ଦା। ବର୍ତ୍ତମାନ ମୁଁ କହିବାକୁ ଚାହୁଁଛି କି ଦେଖନ୍ତୁ, ଆମେ ବର୍ତ୍ତମାନ ବି 25 ବର୍ଷ ହେଲା ଜଣଙ୍କୁ ଦେଖିକି ଆସୁଛୁ। ଦେଖନ୍ତୁ, ଓଡ଼ିଶା ରାଜନୀତିରେ ଆମେ 25 ବର୍ଷରେ ଦେଖୁଛୁ କ'ଣ ବି ଯାଇକି କେଉଁଠି ଉନ୍ନତି ହେଉଛି, କେତେ ଉନ୍ନତି ହେଉଛି ସେଇଟା ଦେଖୁଛୁ। ବର୍ତ୍ତମାନ ମୁଁ କହିବା କଥା, ଜଟଣୀ ନିର୍ବାଚନ ମଣ୍ଡଳୀରେ ଆମର ଏଇ ଆମ ୟଙ୍ଗ ଭାଇମାନେ ଚାହିଁଲେ ବି ଆମେ ଭାଇଙ୍କି ଜିତେଇବୁ ଏବଂ ସେଠି ଭାଇଙ୍କ ସହିତ ଯେଉଁମାନେ ମିଶିବେ, ମୁଁ କହୁଛି ବର୍ତ୍ତମାନ ଇଏ ନୂଆ ମୁହଁ। ଆପଣମାନେ ଯାଆନ୍ତୁ, ତାଙ୍କ ପାଖରେ ଠିଆ ହୁଅନ୍ତୁ, ଦେଖନ୍ତୁ, ତାଙ୍କ ସହିତ ମିଶନ୍ତୁ, ଆଉ ତାଙ୍କ କଥା ଦେଖନ୍ତୁ କେମିତି ଲାଗୁଛି। ତାପରେ ଆପଣମାନେ ଟୋଟାଲ ନିୟମିତ ଭାବରେ ଇଏ କରିବେ କି ଆପଣ କାହାକୁ ଏହି ନିର୍ବାଚନରେ ନିର୍ବାଚିତ କରିବେ। ଆମେ ଭାଇଙ୍କ ସହିତ ସବୁବେଳେ ଠିଆ ହେବୁ। ଏଇଠୁ ଆମେ ଭାଇ ତାଙ୍କ ଆପଣମାନେ ବି ଜାଣିଥିବେ, ଭାଇ ତାଙ୍କର ଆମେ ଯେଉଁଦିନ ଭାଇ ନିର୍ବାଚନ ଯେତେବେଳେ ନୋମିନେସନ୍ କରିବାକୁ ଗଲେ ଆମେ ସମସ୍ତେ ଯାଇଥିଲୁ। ଭାଇ ଆମେ 30 ଜଣ ବସିଛୁ, ତାଙ୍କ ମାଆଙ୍କ ପାଖରେ ଶପଥ ନେଇଛନ୍ତି 35 ବର୍ଷରୁ 70 ବର୍ଷ ଯାଏଁ ଲଢ଼ିବେ। ବର୍ତ୍ତମାନ ଯେଉଁମାନେ ବି ବିଜେଡି, ବିଜେପି, କଂଗ୍ରେସରେ ଅଛନ୍ତି ସେମାନେ ଭୟ କରିଗଲେଣି। ସ୍ୱାଧୀନ ପ୍ରାର୍ଥୀ ଗୋଟେ କିଏ ଆସିଛି ସୁଜିତ ବଳବନ୍ତ ରାୟ, ସିଏ ଆମକୁ ହରେଇ ଦେବ। ଗୋଟେ ନୂଆ ପ୍ରାର୍ଥୀ ଆସୁ ଆସୁ ହରେଇ ଦେବ ଯଦି ତାଙ୍କ ଇଜ୍ଜତ ମହତ ସରିଯିବ। ଯେଉଁମାନେ ହାରିଆ ଶିଖିନାହାନ୍ତି ସେ କେବେ ଜିତିବେନି। ଫେଲୁଅର ଇଜ୍ ଦ ପିଲର ଅଫ୍ ସକ୍ସେସ୍। ଯେତେବେଳେ ଆମେ ଯାଇକି ହାରିବା ତାପରେ ଶିଖିବା, କିନ୍ତୁ ଆମେ ଦୃଢ଼ ବିଶ୍ୱାସ ରଖିଛୁ, ଲୋକଙ୍କର ସମର୍ଥନ ଅଛି, ଆମେ ଜିତିବୁ ଏବଂ ଲୋକମାନଙ୍କୁ ଦେଖେଇ ଦେବୁ ଯେ ସ୍ୱାଧୀନ ପ୍ରାର୍ଥୀ ବି ଲୋକଙ୍କ ପାଇଁ ବହୁତ କିଛି କରିପାରେ ଏବଂ କରିବ ବି ଆଗକୁ। ସୁଜିତ ବଳବନ୍ତ ରାୟ, ଯିଏକି ଜଣେ ଯୁବ ସମାଜସେବୀ, ପୂର୍ବରୁ ବିଜେପିରେ ରହି ବହୁ ବର୍ଷ ଧରି ବିଭିନ୍ନ ଅନୁଷ୍ଠାନ ଜରିଆରେ ଜନସେବା ଜାରି ରଖି ଆସିଛନ୍ତି। ତେଣୁ ସେ ଚଳିତ ନିର୍ବାଚନରେ ଉଭୟ ବିଜେଡି ଓ ବିଜେପି ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପାରନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ନିଶ୍ଚିତ ଭାବରେ ଦିନକୁ ଦିନ ଜନସାଧାରଣଙ୍କର ସଂଖ୍ୟା ମୋ ସହିତ ଯେଉଁ ଟାଇପ୍ର ଯୋଡ଼ି ହେଇଯାଉଛି, କହିଲା ବେଳକୁ ମୋ ଆଖିରୁ ଲୁହ ପଳାଇ ଆସୁଛି। କାରଣ ମୁଁ ଯେତେବେଳେ ଷ୍ଟାଣ୍ଡ କରିଥିଲି, ଆକ୍ଚୁଆଲି ବିଜେପିରେ ମୁଁ ଥିଲି। ତ ବିଜେପି ମୁଁ ଚାହେଁନି କୌଣସି ଦଳର ବିପକ୍ଷରେ କହିବା ପାଇଁ। ମୁଁ ଚାହୁଁଥିଲି ବିଜେପିର ଯିଏ ଅଛନ୍ତି ସେ ଜିତିବା ପାଇଁ। ଲୋକ ସମ୍ପର୍କରେ ସେ ନାହାନ୍ତି। ଲୋକମାନଙ୍କୁ କୌଣସି କାରଣରେ କୌଣସି ବାଟରେ ଯଦି ହଇରାଣ କରିଛନ୍ତି ତ ସେଥିପାଇଁ କ'ଣ ହେଇପାରେ। ତ ଆଜିର ଏତେ ସଂଖ୍ୟାରେ ମା ମାନଙ୍କୁ ଦେଖି, ଯୁବକ ଯୁବତୀ ମାନଙ୍କୁ ଦେଖି ବହୁ ଦିନ ପରେ ଦିନ ବଢ଼ି ଚାଲିଛି ଏବଂ ମୋ ସହିତ ଲୋକମାନଙ୍କର ଯୋଡ଼ି ହେବାର ସଂଖ୍ୟା ଆପଣମାନେ ଦେଖୁଥିବେ ବଢ଼ି ଚାଲିଛି। ଏ ନିର୍ବାଚନ ଲଢ଼େଇର ନିର୍ବାଚନ ହବନି, ଏଠି ପ୍ରେମର ବାତାବରଣ ବୋହିବ। ଆଉ ଇଲେକ୍ସନ ଥିବ 2 ଦିନ, ତା ପୂର୍ବରୁ ମା ମାନେ, ଯୁବକ ମାନେ, ଭାଇମାନେ ଏବଂ ମୋର ଯେଉଁ ବୃଦ୍ଧ ମାନେ ରହିଲେ ସେମାନେ ମତେ ସିଲେକ୍ସନ କରିଦେଇଥିବେ। ଆପଣ ମାନେ ଦେଖନ୍ତୁ, ମୋର ଚିନ୍ତା କାହା ପାଇଁ ନାହିଁ, କିନ୍ତୁ ସବୁ ପ୍ରାର୍ଥୀଙ୍କର ଚିନ୍ତା ବଣ୍ଟି ହିଁ କଣ୍ଟା। କାହିଁକି ନା ଯୋଉଠି ବି କାହାର ଭୋଟ ଅଛି, ବଣ୍ଟି ସେଠି ଫାଇଟ୍ କରୁଛି। ଏ ମାଟି ପାଇଁ ଭୋଟର ମାନଙ୍କୁ ତା ଆଡ଼ିକି ଆକୃଷ୍ଟ କରୁଛି। ଏ ମାଟି ପାଇଁ
एठी गोटे युवक को ठीक से निजुक्ति मिल पारनी कहीं ठीक से तालीम टे दे पारुनी बोली एठी मोर सान भाईटे स्कूल जीवाई आज डरुंट बापा माँ कहीं एठी गोटे भल फैकल्टी ना आपण मैंने स्वास्थ्यर कथा देखु हॉस्पिटल तो होती कंस्ट्रक्शन कंस्ट्रक्शन पैसा खर्च होची किंतु एठी डाक्तर को ठीक से दिया जाउनी जो बड़ बड़ हॉस्पिटल माने आमको शोषण करिवार लागिछंती आपण माने देखंतु महाकाल फलपरी ओपर नाली भीतर फंपा मु एठी प्राय पंचायत बुलिलानी एठी पानीर अभाव रही गोटे शोषिला लोकटे जदि मु भी 500 किलोमीटर पानी बिना चलिबी तो बंची पारिबी तो एठी किंतु अध किलोमीटर रे गोटे गोटे मद काउंटर आवश्यकता अछि एठी निशार मुक्ति हबो जटणी रे जो बड़ बड़ निशा कारबार चली मो भौणी कि मो भाई आपण मान चिंता करंतु एठी चेन स्क्रैचर टू मोबाइल चोर टू अधिक संख्यार बढ़ी जाइए कौन पाई से कौन खाइबा को पाउनांती भूल केवल से माने निशार पड़ी निशा खाइबापी ए सब चोरी कारबार को आपणे नहीं भल भाई भल बंधु आज मोर जदि निशारे पड़ी ए सब जिनस करुच्ची केवल सरकार तार आखि बंद कर शोची किंबा एठारे विधायक सिलेक्शन है घरे तार बसी जाउची तो सेथिपाई विरोधी माननकु मु स्वागत करिछि आपण माने दलरु नुहे थरे स्वाधीन प्रार्थी बंटी सहित कंटेस्ट करी देखाओ आमे जानबू तुम दम केते एबे भी समय अच्छी आपण मानकु मु एतिकी कहूची कोनोसी लोक मोर विरोध रे नांती मो निजर प्रतिद्वंदी मु निजे मु दिन को 24 घंटा खटिबी कि 18 घंटा खटिबी सेटा मो ऊपर डिपेंड करे काईकि ना मु खटिबी केवल मो माटी पाई मोर तो एटा आरंभ एबे आरंभ रु समस्त कहलेनी आउ 5 वर्ष को बंटी आगे कहीं रहिबे नाही किंतु मो माटी माँ आ मो जेजे मो दादा मो भाई माने यही थर प्रूफ कर देखाई देबे भाई आसी माने ता आगे कहीं रहिबे नहीं।